ଦେଖିପାରୁଥିବେ ଭଜା ହେଇଛି ଆମର ଆଳୁ କଦଳୀ ଆଉ ବାଇଗଣ ଭଜା ହେଇଛି। ତ ଏଇଟା ଦେଖିବା କାରଣ ହେଉଛି ଆଜି ହେଉଛି ପଖାଳ ଦିବସ। ତ ସମସ୍ତେ ପଖାଳ ଦିବସ ପାଳୁଛନ୍ତି। ସାଙ୍ଗମାନେ ଆଜିର ପଖାଳ ଦିବସରେ ଆପଣଙ୍କୁ ସ୍ୱାଗତ କରୁଛି। ମୁଁ ସାନିଆ। ମୋ ଚ୍ୟାନେଲକୁ ଯଦି ନୂଆ ଆସନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆଉ ପଖାଳ ଦିବସ ପାଳନ କରନ୍ତୁ। କାହିଁକିନା ମାର୍ଚ୍ଚ 14ରୁ 20 ପର୍ଯ୍ୟନ୍ତ ପଖାଳ ଦିବସ ପାଳନ କରୁଛନ୍ତି ଆଉ ମୁଁ ବି ପାଳନ କରୁଛି। ତ ପଖାଳ ଦିବସ ଯେହେତୁ ପଖାଳରେ ବହୁତ ପ୍ରକାର ଗୁଣ ଅଛି, ସେଥିପାଇଁ ପଖାଳ ଦିବସକୁ ପାଳନ କରୁଛନ୍ତି, ପଖାଳ ଦିବସ ଭାବରେ ପାଳନ କରୁଛନ୍ତି। ତ ଆପଣମାନେ ପାଳନ କରନ୍ତୁ ଆଉ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ପଖାଳ ଦିବସରେ। ଦେଖିପାରୁଥିବେ ଭଜା ହେଇଛି ଆମର ଆଳୁ କଦଳୀ ଆଉ ବାଇଗଣ ଭଜା ହେଇଛି। ତ ଏଇଟା ଦେଖିବା କାରଣ ହେଉଛି ଆଜି ହେଉଛି ପଖାଳ ଦିବସ। ତ ସମସ୍ତେ ପଖାଳ ଦିବସ ପାଳନ କରୁଛନ୍ତି। ସେଥିପାଇଁ ମୁଁ ଆଜି ପଖାଳ ଦିବସ ପାଳନ କରୁଛି। ତ ଆପଣମାନେ ପାଳନ କରୁଛନ୍ତି କି ନାହିଁ? ଯଦି ପାଳନ କରିନାହାନ୍ତି ତାହେଲେ ପାଳନ କରନ୍ତୁ। ଆପଣଙ୍କ ଘରେ ମା ଭଉଣୀ ସମସ୍ତଙ୍କୁ ମିଶିକି ପଖାଳ ଦିବସ ପାଳନ କରନ୍ତୁ, ମଜା ନିଅନ୍ତୁ। ମୁଁ ତ ଏକଲା ଅଛି, ମୁଁ ଆସିଛି ଯେହେତୁ କାମକୁ, ତ ଏଇଠି ପଖାଳ ଦିବସ ପାଳନ କରୁଛି। ଆପଣମାନେ ପାଳନ କରନ୍ତୁ। ଚାଲନ୍ତୁ ଖାଇବା ଆଜିର ପଖାଳ କେମିତି ଲାଗୁଛି ଆଉ ଭଜା କେମିତି ଲାଗୁଛି ଟେଷ୍ଟ କରିବା।